श्री परमात्मने नमः। ओं वासुदेवाय नमः। ओं व्यासदेवाय नमः। ओं जगन्नाथदासाय नमः। हे माँ सरस्वती तमें कंठरे बस, माँ कंठरे बस। अति बड़ी जगन्नाथ दास रचित श्रीमद् भागवत महापुराणर आज आम एकादश स्कंध आरंभ करिबा। एही अध्याय मुक्ति उपरे पर्यवेसित। एही अध्याय जदुवंश को ऋषि मानकर अभिशाप कथा वर्णना करा जाइछि। तो आसंतु वर्तमान एही अध्याय आम आरंभ करिबा। ओम भगवते वासुदेवाय। प्रथम अध्याय। ब्राह्मण अभिशाप फले जात जे होई रामुसले जहुजा दब वंशक्षय वर्णन प्रथम अध्याय। नमोई नृसिंह चरण अनादि परम कारण लीलाबी धृत कलेबर देवमा नबे अगचोर माया संसार जार लीला जानाम भव जले भेला करुणा कटाक्ष प्रकाशे भक्त जन दुख नाशे तापादे शरण मोहर एणे तो रिबी भव घोर से हरि चरित प्रकाश मुक्तिल क्षण एकादश ए भागवत धर्म कथा हेलेख डई भव व्यथा नारद वसुदेववाणी निमिरा जने नवशुणी निमिरा जने नवमुनि उद्धव निस्तारण वाणी जाहक हिले चक्रपाणी एकथा प्राकृते प्रकाश आरंभे जगन्नाथ दास व्यासन दन मुख शुणी निर्मल भागवत वाणी साधुस अंगमे गंगा तीरे सुकचरण धरी कहरे आनंदे करी अश्रुपात बोइले अभिमन्यु सुहृत राजा परीक्षित उवाच भमुनि न मे तोपयरे मते उधर ए संसारे कह श्री कृष्ण गुणमान पुणिकी कले भगवान श्री शुक उवाच देवंक व्याकुले मुरारी अवनी तले अवतरी अंशे मनुष्य रूप धरी जादव तुले राम हरि दुष्टद नुज गण मारी अवनी भारा हेले हरि कुरूपा अंडव मध्य हरि मायाक दले भेद करी कपट पशा बनवास आकर्षी द्रौपदीर केश भीमको विष लडु देई जतुर घरे अग्निदाही ए आदि जेते कष्टमान पांडवे देला दुर्योधन से अप माने क्रोध बही संगते घेनी पांच भाई निमित करी तांकु हरि अनेक अक्षहिणी मारी भारानी बारी भगवान अंते चलिले निज स्थान जादवे कृष्ण भुज बले अजेय ए मही मंडले ताहांकु संगे घेनी करी दुष्टरा जांक प्राण हरि मनरे करन्ति विचार जावत छन्ति जदुवीर तावत पृथ्वीर भार उश्वास काहीं अछि आर देवता आदि नागनर एने नुहंती संसार
ଦେବତା ଆଦି ନାଗନର ଏନେ ଏ ନୁହନ୍ତି ସଂହାର। ମୋର ବି ଭବ ମୋର ହସ୍ତେ ନାସିବା ନୁହ ଉଚିତେ। କଳିଭି ଆଇ ନିଜ ବଂଶେ ସଂହାରି ବିଶ୍ରାବି ମିଶେଷେ। ବନୁଅ ନଳ ଜାତ ହୋଇ ଜେନେଲି ଭଇ ବନଦଇ। ଶୁଣରା ଜନ ପରୀକ୍ଷିତ ଏମନ୍ତ ବିଚାରି ଅଚ୍ୟୁତ। ନିମିତ ବିପ୍ର ସାପକାରୀ କନ୍ଦଳେ ନିଜ ବଂଶ ମାରି। ଲାବଣ୍ୟ ରୂପେ ଜନମୋହି ପ୍ରାଣୀନ ୟନେ ସୁଖ ଦେଇ। ସେ ରୂପ କରି ଅନ୍ତର୍ଧ୍ୟାନ ହରିଲେ ପ୍ରାଣୀଙ୍କର ମନ। କୃଷ୍ଣକ ମଳ ମଞ୍ଜୁବାଣୀ ଯେ କର୍ଣ୍ଣ ପଥେ ଥିଲେ ଶୁଣି। ତେଣେ ତାହାଙ୍କ ମନ ହରି ଅନ୍ତର ହୋଇଲେ ମୁରାରି। କୃଷ୍ଣର ପାଦ ପଦ୍ମ ଚିହ୍ନ ସୁନ୍ଦର ମନ୍ଥର ଗମନ। ସେ ପାଦ ପଦ୍ମେ ଦେଇ ମନ ଯେଅବା ଦେଖିଥିଲେ ଜନ। ତେଣେ ତାହାଙ୍କ ମନ ହରି ନିଜ ଭୁବନେ ବିଜେ କରି। କୃଷ୍ଣର ଯଶ ଗୁଣ ଯେତେ ସଂସାରେ ଶୁଣି ଗୁଣି ଚିତେ। ପ୍ରାଣୀ ହୋଇବେ ଭବୁ ପାର ଏମନ୍ତ ମହିମା ଯାହାର। ସେ ରୂପ କଲେ ଅନ୍ତର୍ଧ୍ୟାନ ହରି ଚଳିଲେ ନିଜ ସ୍ଥାନ। ଶୁକ ଚରଣ ତଳେ ପଡ଼ି କହେ ପରୀକ୍ଷ କର ଯୋଡ଼ି। ରାଜା ପରୀକ୍ଷିତ ଉବାଚ ଅଖଣ୍ଡ ଯଦୁ ବଂଶ କୋପେ କିମ୍ପା ହରିଲେ ବ୍ରହ୍ମ ସାପେ। ଯେ ଯଦୁ ବଂଶ ମୋହିତଳେ କ୍ଷୟ ନୁହନ୍ତି ରିପୁ ବଳେ। ଯାହାର ସ୍ନେହ ଅନୁବନ୍ଧେ ଈଶ୍ୱର ଖେଳଇ ଆନନ୍ଦେ। ଯାଦବେ ବିପ୍ର ଗୁରୁପାଦେ ସେବନ୍ତି ବେଦ ବିଧିବାଦେ। ସେ ବ୍ରହ୍ମ ସାପ ନର ହରି ହେଲେ ପାରଇ ଆନ କରି। ସର୍ବସମ୍ପଦ ନିଜ ପୁରୀ ମାୟାର ବଳେ ଯେତେ କରି। କିମ୍ପା ଗୋବିନ୍ଦ ସଂହାରିଲେ ନିଜ ଭୁବନେ ବିଜେ କଲେ। ଯାଦବେ ଏକ ଆତ୍ମା ହୋଇ କିମ୍ପା କନ୍ଦଳ କଲେ ସେହି। କି ସାପ କି ଅବା କାରଣ ଏ ସର୍ବ ମୋହର ପ୍ରସନ। ଭୋମୁନି କହ ତୋଷ ମନେ ଏମନ୍ତ ରାଜାର ବଚନେ। ବୋଲନ୍ତି ବ୍ୟାସ ମୁନି ସୁତ ଶୁଣଃ କୃଷ୍ଣର ଚରିତ। ଶ୍ରୀ ଶୁକ ଉବାଚ ଜନମୋହନ ମାୟାଧର ପ୍ରକାଶୀ ନର କଳେବର। ନାନାବି ଚିତ୍ର କର୍ମ କରି କନ୍ଦଳେ ନିଜ ବଂଶ ମାରି। କାହାର ସାଧ୍ୟ ଏବେ ଭାର ଶୁଣସୁ ମନେ ନୃପବର। କଳିକ ଲୋଷ ନିବାରଣ ସଂସାରେ ସ୍ଥାପି ଯଶ ଗୁଣ। ଏବେ ଗୋବିନ୍ଦ କଲେ ଯେତେ କହିବା ଶୁଣ ଏକ ଚିତେ। ଯାଦବ ବଂଶ ନାଶ ଅର୍ଥେ ଗୋବିନ୍ଦ ସୁମରିଲେ ଚିତେ। ବିପ୍ରେ ଯେ ଥିଲେ ନିଜ ଦେଶେ ବାହାର କୃଷ୍ଣ ମାୟା ବସେ। ବିଶ୍ୱାମିତ୍ରଙ୍କୁ ଆଗ କରି ଅସିତ କଣ୍ୱ ବ୍ରହ୍ମଚାରୀ। ବଶିଷ୍ଠ ନାରଦ ବିଶେଷୀ ଭୃଗୁ ଅଙ୍ଗିରା ଅତ୍ରି ଋଷି। ଦୁର୍ବାସା କଶ୍ୟପଙ୍କୁ ଘେନି ଶ୍ରୀବାମ ଦେବ ବ୍ରହ୍ମ ମୁନି। ସର୍ବେ ଚାଲନ୍ତି ବନ ପଥେ ମିଳିଲେ ପିଣ୍ଡାରକ ତୀର୍ଥେ।
ଏଣେ ଯେ କୃଷ୍ଣର କୁମରେ ଆନନ୍ଦେ ସମୁଦ୍ରର ତୀରେ ସକଳେ ଏକ ସ୍ଥାନେ ମିଳି ରଙ୍ଗେ କରନ୍ତି ନାନା କେଳି ଶାମ୍ବକୁ ନାରୀ ବେଶ କରି ଉଦରେ ଲୌହ ପାତ୍ର ଭରି ଚାଲଇ ଚରଣ ମନ୍ଥରେ ଶ୍ରମେଘ ମିତ କଳେବରେ ମୁନିକି ଦେଖି ଲଜ୍ଜା ପାଇ ଅନ୍ତରେ ଅଧୋମୁଖ ହୋଇ ରହିଲା ଲତା ଅଭ୍ୟନ୍ତରେ ଏମନ୍ତେ କୃଷ୍ଣର କୁମରେ ମୁନିଷ ମିପେ ଧୀରେ ଯାଇ କର ଜଳି ଶିରେ ଦେଇ କୋମଳ ମଧୁର ବଚନେ ବୋଲନ୍ତି ଶୁଣ ବିପ୍ରଜନେ ଯାଦବ କୁଳ ବଧୂ ଏହି ଅନେକ ଦିନୁ ଗର୍ଭ ବହି ପ୍ରସବ ନୋହେ କି କାରଣେ ପୁଛିଲୁ ତୁମ୍ଭର ଚରଣେ ଚାଲିନ ପାରେ ଶ୍ରମ ଭାଗେ ଲାଜେନ କହେ ତୁମ୍ଭ ଆଗେ ତୁମ୍ଭେ ସର୍ବଜ୍ଞ ମୁନି ସର୍ବ ଏହାର ଗର୍ଭେ କି ହୋଇବ ପୁତ୍ର ଦୁହିତା କିବା ଜାତ ମାୟାନ କରି କହ ସତ ଶୁଣି ସେ କପଟ ବଚନ କୋପେ ବୋଲନ୍ତି ମୁନିଜନ ଏ ନାରୀ ଗର୍ଭବାସବାଣୀ ଆମ୍ଭେ ଜାଣିଲୁ ପରିମାଣୀ ଏହାର ଗର୍ଭେ ହେବ ବାଳ ନିଷ୍ଠୁର ଲହର ମୁଷଳ ଆଜ ଏ ଗର୍ଭ ପ୍ରସବିବ ତୁମ୍ଭର ବଂଶ ବିନାଶିବ କୁଳସ ମୂଳେ କରି ନାଶ ଭୂମିରେ ଯେତେ ଯଦୁବଂଶ ଏମନ୍ତ କହି ଗଲେ ମୁନି କୃଷ୍ଣକୁ ମରେ ତାହା ଶୁଣି ବଜ୍ର ପଡ଼ିଲା ଯେନେ ମୁଣ୍ଡେ ଶାମ୍ବକୁ ଘେନି ରାଜଦଣ୍ଡେ ତକ୍ଷଣେ ଲୌହ ପାତ୍ର ଫେଇ ପେଟ ଖୋଜନ୍ତି ହସ୍ତ ଦେଇ ପିଙ୍ଗଳ କର୍କଶ ପିଛିଳ ଦେଖିଲେ ଲୌହର ମୁଷଳ ଗର୍ଭୁ ପଡ଼ିଲା ବଜ୍ର ପ୍ରାଏ ଦେଖି କମ୍ପତି ମହାଭୟେ ଲୌହ ମୁଷଳ ତେଜ ଭରେ ଚକ୍ଷୁ ବୁଜିଲେ ବେନି କରେ ବୋଲନ୍ତି କଲୁ ମନ୍ଦ କର୍ମ କିବା ବୋଲିବେ କୃଷ୍ଣ ରାମ ଏମନ୍ତେ ଶ୍ରୀକୃଷ୍ଣର ସୁତେ ଲୌହ ମୁଷଳ ଘେନି ହସ୍ତେ ଉଗ୍ର ସେ ନର ସଭା ତଳେ ମିଳିଲେ ହୃଦୟ ବିକଳେ ଲୌହ ମୁଷଳ ତଳେ ଥୋଇ କହନ୍ତି ସଭା ମୁଖ ଚାହିଁ ଆମ୍ଭେ ଯେ କ୍ରୀଡ଼ା କୌତୁକେ ଖେଳନ୍ତେ ତୀର୍ଥ ପିଣ୍ଡାରକେ ଶାମ୍ବକୁ ନାରୀ ବେଶ କରି ଉଦରେ ଲୌହ ପାତ୍ର ଭରି ମୁନିଙ୍କି ପଚାରିଲୁ ଭାବେ ଏ ଗର୍ଭ ପ୍ରସବ ପ୍ରସ୍ତାବେ ଶୁଣି କୋପିଲେ ମୁନିଜନେ ବନଗହନ ପଥ ଶ୍ରମେ ବୋଇଲେ ଗର୍ଭେ ଅଛି ବାଳ ନିଷ୍ଠୁର ଲହର ମୁଷଳ ଭୂମିରେ ଯଦୁ ବଂଶ ଯେତେ ଏ ଲୋହେ ମରିବେ ସମସ୍ତେ ନାଶ କରିବ ଯଦୁକୂଳ ଏ ଜାତ ଲହର ମୁଷଳ ତକ୍ଷଣେ ଗର୍ଭ ଫେଇ ଦେଖି ଭୟେ ବୁଜିଲୁ ବେନି ଆଖି ଏମନ୍ତ କହି ସଭା ମଧ୍ୟେ କୁମରେ ବସିଲେ ବିଷାଦେ ଶୁଣି ସକଳ ପୁରଜନେ କହନ୍ତି ଦୁଃଖିତ ବଚନେ ନିଷ୍ଠୁର ବ୍ରହ୍ମ କୋପାନଳ ଦହିବ ନିଶ୍ଚେ ଯଦୁକୂଳ ଅନ୍ୟଥା କେ ତାହା କରିବ ବ୍ରହ୍ମାଶଙ୍କର ବାସୁଦେବ ଭୟେ ତ ରସ୍ତ ସର୍ବଜନ ବଦନୁ ନସ୍ଫୁରେ ବଚନ ତା ଦେଖି ରାଜା ଉଗ୍ରସେନ ଭୃତ୍ୟଙ୍କୁ ବୋଲନ୍ତି ବଚନ ଏ ଲୌହ ଗିରି ଶିଖେ ନେଇ ଘସ ସମୁଦ୍ର ଜଳ ଦେଇ
ନିଶେଷ କରି ଲୌହ ଘଷ ଯେମନ୍ତେ ନ ରହି ଶେଷ। ତକ୍ଷଣେ ରାଜା ଆଜ୍ଞା ପାଇ ମୁଷଳ ଘେନି ବେଗେ ଯାଇ ପର୍ବତେ ସମୁଦ୍ରର ଜଳେ ଲୌହ ଘଷନ୍ତି ଭୁଜ ବଳେ। ଘଷନ୍ତେ ଲୌହ ଚୂନ ଶିଳେ ପଡ଼ଇ ସମୁଦ୍ରର ଜଳେ। ଅନେକ ଦିନ ଘଷି ରୋଷେ ଅଳପ ରହେ ଅବଶେଷେ। ଅଙ୍ଗୁଳି ଛିଡ଼େ ଘରଷଣେ ନିଷ୍ଠୁର ନିଶେଷ କରଣେ। ନପାରି ପକାଇଲେ ଜଳେ ଘୋର ଗଭୀର ମୀନ ମେଳେ। ଲୌହ ପଡ଼ନ୍ତେ ଘୋର ପାଣି ଆହାର ପ୍ରାୟ ତାହା ମଣି। ମୀନ ଗିଳିଲା ଅତି ବେଗେ ସେ ମୀନ ମତ୍ସ୍ୟଗଣ ସଙ୍ଗେ। ଚରନ୍ତେ ସମୁଦ୍ରର ଜଳେ ଜାଲେ ପଡ଼ିଲା ରାତ୍ର କାଳେ। ଧୀବର ମୀନ ନେଇ ଏକା ଜରାସ ବରେ ଦେଲା ଦେଖା। ମୀନ କାଟନ୍ତେ ତାର ଘରେ ଲୌହ ଦେଖିଲା ତା ଉଦରେ। କର୍କଶ ପିଙ୍ଗଳ ପ୍ରଚଣ୍ଡ ଜେହ୍ନେ ଜଳଇ ମାରତଣ୍ଡ। ଦେଖି ବର ତ ଶୋଇ ନାରାଜ କଲା ତାହା ନେଇ। ବାଣର ମୁନେ ତୀକ୍ଷ୍ମ ଫଳ ତେଜେ କି ଗଞ୍ଜଇ ଅନହଳ। ଲୌହର ଚୂନ ପଡ଼ି ଜଳେ ଭାସିଲା ସମୁଦ୍ର ଉଲ୍ହଳେ। ତୀର ଲାଗନ୍ତେ ଲୌହ ଚୂନ ଜନ୍ମିଲା ଏରକାର ବନ। ତୀକ୍ଷ୍ମ ତ୍ରିଶିର ସେ ସ୍ୱଭାବ ଯେଣେ ଯାଦବେ। ତୀକ୍ଷ୍ମ ତ୍ରିଶିର ସେ ସ୍ୱଭାବେ ଯେଣେ ଯାଦବେ ନାଶ ଯିବେ। ଯେ କାଳ ରୂପୀ ଭଗବାନ ଜାଣଇ ସକଳ ବିଧାନ। ବଳେ ସକଳ କରିପାରେ ତଥାପି ବ୍ରହ୍ମ ସାପ ଡରେ। କୂଳ ବିନାଶ ହେତୁ କରି ଅବନି ଭାରା ହେଳେ ହରି। ନିଜ ଭୁବନେ ଅବଧାନ ନିର୍ଲେପ ପ୍ରଭୁ ଭଗବାନ। ଶ୍ରୀ ଏକାଦଶ ଭାଗବତ ବୋଲୋଇ ଦାସ ଜଗନ୍ନାଥ। ଜାହ୍ନବୀ ତୀରେ ରାଜାଗେ ଶୁକ କହନ୍ତି ବ୍ରହ୍ମଭାଗେ। ପୁରାଣ ଭାଗବତ ବାଣୀ ସୁଜନେ ତର ଏହା ଶୁଣି। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟାଂ ଏକାଦଶ ସ୍କନ୍ଧେ ବିପ୍ରଶାପ କଥनं ନାମ ପ୍ରଥମୋଧ୍ୟାୟଃ। ବର୍ତ୍ତମାନ ଆସନ୍ତୁ ଏହାର ବ୍ୟାଖ୍ୟା ଶୁଣିବା। ବ୍ୟାସନନ୍ଦନ ଭଗବାନ ଶ୍ରୀ ଶୁକଦେବ କହି ଚାଲିଲେ, ହେ ପରୀକ୍ଷିତ, ଶ୍ରୀ ବଳରାମ ତଥା ଅନ୍ୟ ଯାଦବମାନଙ୍କ ସହିତ ମିଶି ଭଗବାନ ଶ୍ରୀକୃଷ୍ଣ ବହୁ ଦୈତ୍ୟକୁ ସଂହାର କଲେ ଏବଂ କୌରବ ଓ ପାଣ୍ଡବମାନଙ୍କ ମଧ୍ୟରେ ଭୀଷଣ କଳହ ଉତ୍ପନ୍ନ କରାଇ ପୃଥିବୀର ଭାର ଲାଘବ କରିଦେଲେ। ପାଣ୍ଡବମାନଙ୍କୁ ତାଙ୍କର ଶତ୍ରୁ କୌରବମାନେ କପଟପୂର୍ଣ୍ଣ ପଶା ଖେଳରେ ହରାଇ ନାନା ପ୍ରକାରେ ଅପମାନିତ କରି ଏବଂ ଦ୍ରୌପଦୀଙ୍କ କେଶ ଆକର୍ଷଣ ଆଦି ନାନା ଅତ୍ୟାଚାର କରି ଅତ୍ୟନ୍ତ କ୍ରୁଦ୍ଧ କରିଦେଇଥିଲେ। ଭଗବାନ ସେହି ପାଣ୍ଡବମାନଙ୍କୁ ନିମିତ୍ତ କରି କୌରବ ଓ ପାଣ୍ଡବ ମଧ୍ୟରେ ଏକତ୍ର ହୋଇଥିବା ରାଜାମାନଙ୍କ ମଧ୍ୟରେ ପାରସ୍ପରିକ କଳି ଭିଆଇ ସେମାନଙ୍କୁ ଯୁଦ୍ଧରେ ମାରି ପକାଇଲେ। ଏପରି ଭାବରେ ସେ ପୃଥିବୀର ଭାର ଲାଘବ କରିଦେଲେ। ଭଗବାନ ଶ୍ରୀକୃଷ୍ଣ ତ ଅପ୍ରମେୟ ସ୍ୱରୂପ। ସେ ନିଜର ବାହୁବଳରେ ସୁରକ୍ଷିତ ଯାଦବମାନଙ୍କ ଦ୍ୱାରା ପୃଥ୍ୱୀ ପାଇଁ ଭାର ସ୍ୱରୂପ ହୋଇଥିବା ରାଜାମାନଙ୍କୁ ତଥା ସୈନ୍ୟମାନଙ୍କୁ ବିନାଶ କରିଦେବା ପରେ ବିଚାର କରିବାକୁ ଲାଗିଲେ, ଆରେ ଏହି ଅଜେୟ ଯାଦବ କୂଳ ତ ପୃଥିବୀରେ ବିଦ୍ୟମାନ ଅଛି। ମୋ ବିଚାରରେ ପୃଥିବୀର ଭାର କିଛିଟା ଲାଘ ହୋଇଥିଲେ ମଧ୍ୟ ଏ ପ୍ରବଳ ପ୍ରତାପୀ ଯାଦବମାନେ ଯେ ପର୍ଯ୍ୟନ୍ତ ଜୀବିତ ଅଛନ୍ତି ସେ ପର୍ଯ୍ୟନ୍ତ ପୃଥିବୀର ଭାର ସମ୍ପୂର୍ଣ୍ଣ ଲାଘବ ହୋଇନାହିଁ। ମୋ ଆଶ୍ରୟରେ ରହିଥିବାରୁ ଏହି ଯଦୁବଂଶୀମାନଙ୍କର କୌଣସି ପ୍ରକାରେ ପରାଭବ ହୋଇପାରିବ ନାହିଁ। ଏମାନେ ଅତ୍ୟନ୍ତ ଉଚ୍ଛୃଙ୍ଖଳ ହୋଇଗଲେଣି। ଅପାର ବୈଭବ ହେତୁ ଏମାନେ କାହାରି ଶାସନକୁ ମାନୁନାହାନ୍ତି। ତେଣୁ ବାଉଁଶରେ ବାଉଁଶ ଘଷି ଅଗ୍ନି ଉତ୍ପନ୍ନ ହେବାରୁ ଯେପରି ବାଉଁଶ ବଣ ପୋଡ଼ି ଭସ୍ମ ହୋଇଯାଏ, ଏମାନଙ୍କ ମଧ୍ୟରେ ସେହିପରି ପାରସ୍ପରିକ କଳହ ସୃଷ୍ଟି କରିଦେଇ ଏମାନଙ୍କୁ ଧ୍ୱଂସ କରିଦେଇ ମୁଁ ମୋର ଶାଶ୍ୱତ ପରମଧାମକୁ ଚାଲିଯିବି।
हे राजन, सत्य संकल्प सर्वसमर्थ प्रभु एपरि निर्णय कले एवं ସେହି ସର୍ବବ୍ୟାପୀ ପରମାତ୍ମା ବ୍ରାହ୍ମଣମାନଙ୍କ ଶାପକୁ ନିମିତ୍ତ କରି ନିଜ କୂଳକୁ ସଂହାର କରିଦେଲେ। ଭଗବାନ ଶ୍ରୀକୃଷ୍ଣ ସମଗ୍ର ତ୍ରିଲୋକକୁ ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ଦାନ କରନ୍ତି। ସେ ହେଉଛନ୍ତି ସୌନ୍ଦର୍ଯ୍ୟ ମାଧୁର୍ଯ୍ୟର ନିଧି। ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱରୂପ ଏତେ ସୁନ୍ଦର, ଏତେ ମନୋହର ହୋଇଥିଲା ଯେ ଯେଉଁମାନେ ତାଙ୍କୁ ଥରଟିଏ ଦେଖିଦେଉଥିଲେ ସେମାନଙ୍କର ନେତ୍ର ସବୁଦିନ ପାଇଁ ତାଙ୍କଠାରେ ଲାଖି ରହିଯାଉଥିଲା। ତାଙ୍କର ବାଣୀ ଏତେ ମଧୁର ଥିଲା ଯେ ଯେଉଁମାନେ ତାହା ଥରଟିଏ ଚିନ୍ତନ କରିଦେଉଥିଲେ ସେମାନଙ୍କ ଚିତ୍ତ ତାଙ୍କଠାରେ ସ୍ଥିର ହୋଇ ଲାଗିଯାଉଥିଲା। ତାଙ୍କର ସୁମଧୁର ବଂଶୀସ୍ୱନ ଲଳିତ ତ୍ରିଭଙ୍ଗୀ ଠାଣି ଏପରି ମୋହକ ଥିଲା ଯେ ତାହା ଶୁଣି ଓ ତାହା ଦେଖି ସବୁ ପ୍ରାଣୀ ନିଜ ନିଜର କର୍ମ କଥା ଭୁଲି ଯାଉଥିଲେ ଏବଂ କାମଧନ୍ଦା ଛାଡ଼ିଦେଇ ତାଙ୍କରି ଆଡ଼କୁ ଟାଣି ହୋଇଯାଉଥିଲେ। ଏପରି ଭାବରେ ନେତ୍ରକୁ ଆକୃଷ୍ଟ କରିଦେବା ଦ୍ୱାରା ସେମାନଙ୍କର ସ୍ଥୂଳ ଶରୀରକୁ ଚିତ୍ତକୁ ଆକୃଷ୍ଟ କରି ସୂକ୍ଷ୍ମ ଶରୀରକୁ ଏବଂ କ୍ରିୟାମାନଙ୍କୁ ଆକର୍ଷିତ କରି ସେମାନଙ୍କ କର୍ମବାସନାର ବୀଜ ନାଶ କରିଦେବା ପୂର୍ବକ ସେମାନଙ୍କର କାରଣ ଶରୀରକୁ ଏପରି ଭାବରେ ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରି ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ କର୍ମବନ୍ଧନରୁ ମୁକ୍ତ କରିଦେଉଥିଲେ। ଭଗବାନ ପୃଥିବୀରେ ଆପଣା ପୁଣ୍ୟମୟୀ କୀର୍ତ୍ତି ଏପରି ବିସ୍ତାର କରିଦେଲେ ଯେ ଯାହାଫଳରେ ସେହି ଲୀଳାଗାନ କରି ମନୁଷ୍ୟ ଅନାୟାସରେ ଏହି ଜ୍ଞାନକୁ ଅନ୍ଧକାରକୁ ପାରି ହୋଇଯାଇପାରିବ। ଭଗବାନ ହେଉଛନ୍ତି ସମସ୍ତଙ୍କର ପ୍ରକୃତ ବନ୍ଧୁ। ପ୍ରାଣୀମାନଙ୍କୁ ଉଦ୍ଧାର କରିବା ନିମନ୍ତେ ହିଁ ସେ ଅବତାର ଲୀଳା କରନ୍ତି। ମନୁଷ୍ୟ ସେହି ଲୀଳାମାନଙ୍କ ଦ୍ୱାରା ସହଜରେ ଭଗବାନଙ୍କର ମନନ ଚିନ୍ତନ ସ୍ମରଣ କରି ଏହି ମୃତ୍ୟୁରୂପୀ ସଂସାରରୁ ତରିଯାଇପାରିବ। ଏଥିରେ ପ୍ରଭୁଙ୍କର ଅସୀମ କୃପା ପୂର୍ଣ୍ଣ ହୋଇ ରହିଛି। ତେଣୁ ପ୍ରଭୁଙ୍କ ନାମ ଜପ, ସ୍ୱରୂପ ଚିନ୍ତନ ଓ ଲୀଳା ସ୍ମରଣ କରିବାର ଅଭ୍ୟାସ ବଢ଼ାଇବାକୁ ପଡ଼ିବ। ଶ୍ରୀମଦ୍ ଭାଗବତ ଗୀତା 10ମ ଅଧ୍ୟାୟ 9ମ ଶ୍ଲୋକରେ ଭଗବାନ କହିଛନ୍ତି, ମଚିତା ମତ୍ଗ୍ରତ ପ୍ରାଣ ବୋଧୟନ୍ତ ପରସ୍ପରମ୍ କଥୟନ୍ତଶ୍ଚ ମାଂ ନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତି ଚ। ଅର୍ଥାତ୍ ନିରନ୍ତର ମୋଠାରେ ହିଁ ମନ ଲଗାଇଥିବା ଓ ମୋଠାରେ ପ୍ରାଣ ଅର୍ପଣ କରିଦେଇଥିବା ମୋର ଭକ୍ତମାନେ ମୋର ଭକ୍ତି ବିଷୟରେ ଚର୍ଚ୍ଚା କରି ନିଜ ନିଜ ମଧ୍ୟରେ ମୋର ପ୍ରଭାବ ପ୍ରଚାର କରି ଏବଂ ଗୁଣ ଓ ପ୍ରଭାବ ସହିତ ମୋର ଲୀଳା ବିଷୟ ବର୍ଣ୍ଣନା କରି ନିରନ୍ତର ସନ୍ତୁଷ୍ଟ ହୁଅନ୍ତି ଏବଂ ମୋ ସହିତ ନିରନ୍ତର ରମଣ କରନ୍ତି। ପରମ ଦୟାଳୁ ଭଗବାନ ଶ୍ରୀକୃଷ୍ଣ ଏପରି ଭାବରେ ତାଙ୍କର ପବିତ୍ର କୀର୍ତ୍ତି ବିସ୍ତାର କରିଦେଇ ଆପଣା ପରମଧାମକୁ ଚାଲିଗଲେ। ରାଜା ପରୀକ୍ଷିତ ପଚାରିଲେ, ଯଦୁବଂଶୀମାନେ ତ ବ୍ରାହ୍ମଣ ଭକ୍ତ ଥିଲେ ଏବଂ ଆଦରର ସହିତ ବୟୋଜ୍ୟେଷ୍ଠମାନଙ୍କର ସେବା କରୁଥିଲେ, ପୁଣି ସେମାନଙ୍କର ଚିତ୍ତ ସର୍ବଦା ଶ୍ରୀକୃଷ୍ଣଙ୍କ ଠାରେ ହିଁ ଲାଗି ରହିଥିଲା। ସେମାନଙ୍କ ଉପରେ ବ୍ରାହ୍ମଣମାନଙ୍କର ଅଭିଶାପ କିପରି ପଡ଼ିଲା? ବ୍ରାହ୍ମଣମାନେ କାହିଁକି ଶାପ ଦେଲେ ଓ ତାହା କେଉଁ ଶାପ? ସେହି ଯାଦବ ବଂଶ, ସେହି ଯାଦବମାନଙ୍କ ମଧ୍ୟରେ ତ ପାରସ୍ପରିକ ଏକତା ରହିଥିଲା, ପୁଣି ଭେଦଭାବ କିପରି ଜାତ ହେଲା ଓ ସେମାନଙ୍କ ଏକତା କିପରି ଭାଙ୍ଗିଗଲା? କୃପା କରି ଏସବୁ କଥା ମୋତେ ବୁଝାଇ ଦିଅନ୍ତୁ। ଶ୍ରୀ ଶୁକଦେବ କହିଚାଲେ, ଭଗବାନ ଶ୍ରୀକୃଷ୍ଣଙ୍କ ଶ୍ରୀଅଙ୍ଗ ଥିଲା ସକଳ ସୌନ୍ଦର୍ଯ୍ୟର ପୁଞ୍ଜୀଭୂତ ସ୍ୱରୂପ। ସେ ଏହି ପୃଥିବୀରେ ବହୁ ମଙ୍ଗଳମୟ କର୍ମ କରିଥିଲେ। ସେ ଥିଲେ ପୂର୍ଣ୍ଣକାମ। ସତତ ନିଜର ପରମଧାମରେ ରହି ନିଜ ଭିତରେ ହିଁ ରମଣ କରୁଥିବା ସେହି ଉଦାର କୀର୍ତ୍ତି ପ୍ରଭୁ ନିଜ କୂଳର ସଂହାର କରିବାକୁ ସଂକଳ୍ପ ଇଚ୍ଛା କଲେ। ସେ ବିଚାର କରି ଦେଖିଲେ ଯେ ପୃଥିବୀର ଭାର ଲାଘବ କରିବା ନିମନ୍ତେ ହିଁ ସେହି ଗୋଟିକ କର୍ମ ହିଁ ବାକି ରହିଯାଇଛି। ଭଗବାନ ଶ୍ରୀକୃଷ୍ଣ ଅନେକ ମଙ୍ଗଳମୟ ତଥା ପୁଣ୍ୟ ପ୍ରଦାୟକ କର୍ମ କରିଥିଲେ। ସେସବୁ ଗାନ କରୁଥିବା ଲୋକଙ୍କର ସକଳ ପାପ ନଷ୍ଟ ହୋଇଯାଏ। ଏପରି ବହୁ ପବିତ୍ର କର୍ମ କରି ସେହି କାଳରୂପୀ ଭଗବାନ ବାସୁଦେବଙ୍କ ଘରେ ନିବାସ କରୁଥିଲେ। ସେଠାରେ ବାସ କରୁଥିବା ସେ ବିଶ୍ୱାମିତ୍ର, ଅସିତ, କଣ୍ୱ, ଦୁର୍ବାସା, ଭୃଗୁ, ଅଙ୍ଗିରା, କଶ୍ୟପ, ବାମଦେବ, ଅତ୍ରି, ବଶିଷ୍ଠ ଓ ନାରଦ ଆଦି ଋଷିମାନଙ୍କୁ ଥରେ ପିଣ୍ଡାରକ କ୍ଷେତ୍ରକୁ ବା ପ୍ରଭାସ କ୍ଷେତ୍ରକୁ ପଠାଇଲେ। ଦିନକର କଥା, କେତେକ ଯଦୁବଂଶୀ କୁମାର ଖେଳୁ ଖେଳୁ ଯାଇ ସେହି ଋଷିମାନଙ୍କ ନିକଟରେ ପହଞ୍ଚିଗଲେ। ସେମାନେ ବଡ଼ ଉଦଣ୍ଡ ଥିଲେ, କିନ୍ତୁ କୃତ୍ରିମ ବିନମ୍ରତା ଦେଖାଇ ସେମାନେ ସେହି ଋଷିମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିଲେ। ସେହି ଯଦୁବଂଶୀ କୁମାରମାନେ ଜାମ୍ବବତୀଙ୍କ ପୁତ୍ର ଶାମ୍ବକୁ ଗର୍ଭବତୀ ସ୍ତ୍ରୀ ବେଶରେ ସଜାଇ ଦେଇ ସାଥିରେ ନେଇଥାନ୍ତି। ତାଙ୍କୁ ଦେଖାଇ ସେମାନେ ଋଷିମାନଙ୍କୁ କହିଲେ, ଏହି କଜଳ ନୟନା ସୁନ୍ଦରୀଟି ଗର୍ଭବତୀ ହୋଇଛି। ତାର ଗୋଟିଏ ପୁତ୍ର ଜନ୍ମ କରିବାକୁ ଇଚ୍ଛା, କିନ୍ତୁ ତାର ପୁତ୍ର ହେବ କି ନାହିଁ ତାହା ସେ ନିଜେ ପଚାରିବାକୁ ଲାଜ କରୁଛି। ଆପଣମାନଙ୍କର ଜ୍ଞାନ ତ ଅମୋଘ, ଏ ପୁତ୍ର ଜନ୍ମ କରିବ କି କନ୍ୟା ଜନ୍ମ କରିବ, ଆପଣମାନେ ଦୟାକରି କହନ୍ତୁ। ହେ ରାଜନ, ସେହି କୁମାରମାନେ ଋଷିମାନଙ୍କ ପାଖରେ ଛଳ କରିବାରୁ ଋଷିମାନେ କ୍ରୋଧ ହୋଇ କହିଦେଲେ, ରେ ମୂର୍ଖମାନେ, ଏ ଗୋଟିଏ ମୂଷଳ ଜନ୍ମ କରିବ ଏବଂ ସେହି ମୂଷଳ ତୁମର କୁଳ ସଂହାର ହେବାର କାରଣ ହେବ।
ଏହା ଶୁଣି ସେମାନେ ଅତ୍ୟନ୍ତ ଡରିଗଲେ ଏବଂ ତୁରନ୍ତ କନାପଟାରେ ଉଚ୍ଚା କରିଥିବା ଶାମ୍ବଙ୍କ ପେଟ ଖୋଲି ଦିଅନ୍ତି ତ ତା ଭିତରେ ସତକୁ ସତ ଗୋଟିଏ ଲୁହା ମୁସଳ ରହିଛି। ତାହା ଦେଖି ସେମାନେ ହାୟ ଆମ ଭାଗ୍ୟ ବଡ଼ ମନ୍ଦ, ଆମେ ଇଏ କ'ଣ କରିଦେଲୁ, ଲୋକେ ଆମକୁ କ'ଣ ନ କହିବେ, ଏପରି ଚିନ୍ତାରେ ବ୍ୟାକୁଳ ହୋଇ ମୁସଳଟି ଧରି ମନ ଦୁଃଖରେ ଘରକୁ ଫେରି ଆସିଲେ। ସେମାନେ ସବୁ ଯାଦବଙ୍କ ଆଗରେ ସେହି ମୁସଳଟି ରଖିଦେଇ ରାଜା ଉଗ୍ରସେନଙ୍କୁ ସମସ୍ତ ଘଟଣା ଶୁଣାଇଦେଲେ। ସେତେବେଳକୁ ସେମାନଙ୍କ ମୁଖର କାନ୍ତି ମଉଳି ଯାଇଥାଏ। ହେ ରାଜନ, ବ୍ରାହ୍ମଣମାନଙ୍କର ଶାପ ଅମୋଘ। ସେମାନଙ୍କର ଶାପ ଶୁଣି ମୁସଳଟି ଦେଖି ସବୁ ଦ୍ୱାରକାବାସୀ ବିସ୍ମିତ ହୋଇଗଲେ। ସମସ୍ତେ ଭୟରେ ଥରିଲେ। ଯଦୁରାଜ ଉଗ୍ରସେନ ଲୋକ ଲଗାଇ ମୁସଳଟିକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରାଇଦେଲେ, କିନ୍ତୁ ଶେଷକୁ ରହିଥିବା ଛୋଟିଆ ଅଂଶଟି ଚୂର୍ଣ୍ଣ ହୋଇପାରିଲା ନାହିଁ। ସେହି ଗୁଣ୍ଡତକ ଓ ଗୁଣ୍ଡ ହୋଇନଥିବା ଛୋଟ ଅଂଶଟି ସେ ସମୁଦ୍ରରେ ଫୋପଡ଼ାଇ ଦେଲେ। କିଛି ଦିନ ଭିତରେ ମୁସଳର ଗୁଣ୍ଡଗୁଡ଼ିକ ଲହରୀ ସହିତ ଭାସି ଆସି ସମୁଦ୍ର କୂଳରେ ଲାଗିଗଲା ଏବଂ ସେଥିରୁ ଏରକା ନାମକ ଘାସ ଉତ୍ପନ୍ନ ହେଲା। ଛୋଟ ଲୁହା ଖଣ୍ଡଟିକୁ ଗୋଟିଏ ମାଛ ଗିଳିଦେଲା। ସେହି ମାଛଟି ଅନ୍ୟ ମାଛଙ୍କ ସହିତ କେଉଟଙ୍କ ଜାଲରେ ଧରା ପଡ଼ିଲା। ଜଣେ ବ୍ୟାଧ ଶିକାରୀ ସେହି ମାଛଟି କିଣିନେଲା ଏବଂ ମାଛ ପେଟରୁ ଲୁହା ଖଣ୍ଡିକ ପାଇ ସେ ତାହାକୁ ତାର ଶରରେ ମୁନ କରି ଲଗାଇଦେଲା। ଭଗବାନ ସବୁ କଥା ଜାଣନ୍ତି, ସେ ସର୍ବସମ୍ମତ। ସେ ଋଷିମାନଙ୍କ ଶାପକୁ ଅକାମୀ କରିଦେବାକୁ ବି ସମର୍ଥ ଥିଲେ, ତଥାପି କାଳ ସ୍ୱରୂପ ଭଗବାନ ଋଷିମାନଙ୍କ ଶାପକୁ ଅନୁମୋଦନ କଲେ। ଆଉ ସେଇ ବ୍ୟାଧ ବା ଶିକାରୀ କିଏ ଥିଲା ଜାଣନ୍ତି କି? ଜରାସବର। ତ ଆଗାମୀ ଅଧ୍ୟାୟ ଗୁଡ଼ିକ ଶୁଣିବା ପାଇଁ ନିଶ୍ଚୟ ଭାବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପ୍ରତ୍ୟେକ ଦିନର ଅଧ୍ୟାୟକୁ ଧାରାବାହିକ ଭାବେ ଶୁଣନ୍ତୁ। ଏହା ଫଳରେ ଆପଣଙ୍କର ଚିତ୍ତ ବା ମନ ଅତ୍ୟନ୍ତ ଆହ୍ଲାଦିତ ହେବ ଏବଂ ଭଗବାନଙ୍କର ନାମ ସ୍ମରଣ ଚିନ୍ତନ କୀର୍ତ୍ତନ ପ୍ରଭୁ ଛୁଇଁବ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।